ନମସ୍କାର ଦର୍ଶକ ବନ୍ଧୁ, ଶୁଭ ସକାଳ। ଆଜି ହେଉଛି 22 ଜୁଲାଇ ସୋମବାର। ଆଜି ରହିଛି ଦେଶ ବିଦେଶର 10ଟି ଗୁରୁତ୍ୱପୂର୍ଣ୍ଣ ଖବର। ତେବେ ଖବରଟି ଦେଖିବା ପୂର୍ବରୁ ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ନିଶ୍ଚିନ୍ତ ଗୋଟେ ଲାଇକ୍ କରି ଗୋଟିଏ କମେଣ୍ଟ କରିଦେବେ। ନମ୍ବର 1, କ୍ରୀଡ଼ା ପୁରସ୍କାରରୁ ବିଜୁ ବାବୁଙ୍କ ନାଁ ହଟିବନି, ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରେ ରଖିଦେଲେ। ତେବେ ରାଜ୍ୟ ସରକାର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ବଦଳାଇ ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ କରିଥିଲେ। ଏନେଇ କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗ ପକ୍ଷରୁ 19 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ବିଜେଡି ଏହାକୁ କଡ଼ା ସମାଲୋଚନା କରିଥିଲା। 48 ଘଣ୍ଟା ମଧ୍ୟରେ ରାଜ୍ୟ ସରକାର ୟୁ-ଟର୍ନ ମାରିଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି କହିଛନ୍ତି ଯେ ବିଜୁ ବାବୁଙ୍କ ନାମରେ ଦିଆଯାଉଥିବା କ୍ରୀଡ଼ା ପୁରସ୍କାର ନାମ ବଦଳିବନି, ଯେମିତି ଆଗରୁ ଚାଲୁଥିଲା ସେମିତି ଚାଲିବ। 24 ଯାଏଁ ପ୍ରବଳ ବର୍ଷା ଲାଗି ରହିବ। ଲଗାତାର 2ଟି ଲଘୁଚାପ ସୃଷ୍ଟି ହେବା ଦ୍ୱାରା ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୁଣି ଥରେ ସକ୍ରିୟ ହୋଇଛି। ପ୍ରଭାବରେ ଅନୁଗୁଳ, ନୂଆପଡ଼ା ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ତେବେ ବରଗଡ଼, ରାୟଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ନୟାଗଡ଼, ବୌଦ୍ଧ, ମାଲକାନଗିରି, କଳାହାଣ୍ଡି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ଲଗାତାର ବର୍ଷା ଜାରି ରହିଛି। ସରକାରଙ୍କ ବଡ଼ ନିଷ୍ପତ୍ତି, ନିୟମିତ ଯାଞ୍ଚ ହେବ ସ୍କୁଲ ବସ୍‌ରେ ଅଗ୍ନି ନିରାପତ୍ତା ନିୟମ। ରାଜ୍ୟରେ ସମସ୍ତ ସ୍କୁଲ ବସ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସଠିକ୍ ଅନୁପାଳନ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ନିର୍ଦ୍ଦେଶନାମା ଜାରି କରିଛି। ତେବେ ନିର୍ଦ୍ଦେଶନାମା ଅନୁଯାୟୀ ସ୍କୁଲ ବସ୍‌ରେ ଅଗ୍ନି ନିରାପତ୍ତା ନିୟମ ନିୟମିତ ଯାଞ୍ଚ ହେବ। ଏଥିରେ ଖିଲାପ କଲେ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର। ସ୍କୁଲ ବସ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଆବଶ୍ୟକ ଭାବେ ଲାଗୁ କରିବାକୁ ବାଧ୍ୟତାମୂଳକ ରହିଛି ବୋଲି କୁହାଯାଉଛି। ବସ୍‌ରେ ଯାତାୟାତ କରୁଥିବା ଛାତ୍ରଛାତ୍ରୀ କିଭଳି ସୁରକ୍ଷା ରହିବେ ସେ ନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ସୁରକ୍ଷା କଡ଼ାକଡ଼ି, ଜଗିବେ 30 ପ୍ଲାଟୁନ୍ ପୋଲିସ ଫୋର୍ସ। ଆଜି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ। ତାଙ୍କ ସହିତ ଗୁଇନ୍ଦା ନିର୍ଦ୍ଦେଶକ ସୌମ୍ୟେନ୍ଦ୍ର ପ୍ରିୟଦର୍ଶୀ ଏବଂ ପୋଲିସ କମିଶନର ସଞ୍ଜୀବ ପଣ୍ଡା, ଡିସି ପ୍ରତୀକ ସିଂ ମଧ୍ୟ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ। ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ମାଷ୍ଟର କ୍ୟାଣ୍ଟିନ୍‌ରୁ ବିଧାନସଭା ପୁରା ଅଞ୍ଚଳ ସିସିଟିଭି ନଜର ରହିବ। ପ୍ରବେଶ ଓ ପ୍ରସ୍ଥାନ ପଥରେ ଜଗିବେ ସଶସ୍ତ୍ର ବାହିନୀ। 9ଟି କ୍ୱିକ୍ ରିଆକ୍ସନ୍ ଟିମ୍, 2ଟି ମୋବାଇଲ୍ କ୍ୱିକ୍ ଆକ୍ସନ୍ ଟିମ୍ ରହିବେ। କେବଳ ପାସ୍‌ଧାରୀଙ୍କୁ ବିଧାନସଭା ଯିବାକୁ ମିଳିବ ଅନୁମତି। ବର୍ଷା ଦିନେ ଭରା ଉଛୁଳା ନଦୀରେ ଭାସିଗଲେ ଯୁବକ। ନଦୀରେ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ଯୁବକଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ବେଳେ ଭିଜୁଆଲ କ୍ୟାମେରାରେ କଏଦ ହୋଇଛି। ଯୁବକଙ୍କ ଘର ଜାମୁଘାଟ ଗାଁରେ ବୋଲି ଜଣାପଡ଼ିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା କଇଁସାରୀ ଜାମୁଘୋଟ ପୋଲ ନିକଟରେ। ସୂଚନା ଅନୁସାରେ ଶିମିଳିପାଳ ଉପର ମୁଣ୍ଡରେ ଗତ ରାତିରେ ପ୍ରବଳ ବର୍ଷା ଯୋଗୁଁ ଦେଓ ନଦୀରେ ବଢ଼ିଛି ଜଳସ୍ତର। ଉଦଳା ବ୍ଲକ କଇଁସାରୀ ଜାମୁଘୋଟ ଅସ୍ଥାୟୀ ପୋଲ ଉପରେ 4 ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ ଉଦଳା ବାଲେଶ୍ୱର ଯୋଗାଯୋଗ ବାଧାପ୍ରାପ୍ତ ମଧ୍ୟ ହୋଇଛି। ତେବେ ଏହି ସମୟରେ ଜଣେ ଯୁବକ ଉଛୁଳା ନଦୀରେ ଭାସି ଭାସି ଆସୁଥିବା ବେଳେ ଜାମୁଘାଟି ପୋଲ ଉପରେ ଯାଉଥିବା ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ବୁଡ଼ି ଯାଉଥିବା ଯୁବକଙ୍କୁ ଦେଖି ନଦୀ ଭିତରେ 2 ଜଣ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ଏବେ ତାଙ୍କ ଜୀବନ ସୁରକ୍ଷିତ ଅଛି। ଗରିବ ଲୋକର ବ୍ୟାଙ୍କ ଆକାଉଣ୍ଟକୁ ଆସିଛି 1,75,88,428 ଟଙ୍କା। ହେଲେ ଆକାଉଣ୍ଟଧାରୀ ସାଗର ନାୟକଙ୍କୁ ଏକଥା ଜଣା ନାହିଁ। ସେହିପରି ଗରିବ ମହିଳା ମୀନା ରାୟଙ୍କ ଆକାଉଣ୍ଟରେ ରହିଛି ବିପୁଳ ଟଙ୍କାର ପରିମାଣ। ସେହିପରି ଏମିତି କେମିତି ହୋଇଛି ଲୋକମାନେ ଜାଣିପାରୁନାହାନ୍ତି। ଆଉ ଯୋଉ 2 ଜଣ ଆକାଉଣ୍ଟକୁ ଆସିଛି ସେମାନେ ମଧ୍ୟ ଦେଖିକି ଆଶ୍ଚର୍ଯ୍ୟ ହେଉଛନ୍ତି। ତାଙ୍କୁ କୁହାଯାଇଥିଲା ସୁଭଦ୍ରା ଯୋଜନା ଟଙ୍କା ଆସିବ। ସେଥିପାଇଁ ଜଣେ ଲୋକ ଆକାଉଣ୍ଟ ଖୋଲିବା ନେଇ ତାଙ୍କର ଆକାଉଣ୍ଟ ଖୋଲି ଦେଇଥିଲେ। ଏହା ଢେଙ୍କାନାଳ ଟାଉନ ଥାନାରେ ମଧ୍ୟ ସେମାନେ ଯାଇକି ଏବେ ଅଭିଯୋଗ କରିଛନ୍ତି। ଏତେ ଟଙ୍କା ଆସିଲା କେମିତି? ଆଉ ବ୍ୟାଙ୍କଠାରୁ ନୋଟିସ୍ ପାଇବା ପରେ ଶନିବାର ଦିନ ମଧ୍ୟାହ୍ନରେ ଟାଉନ ଥାନାରେ ପହଞ୍ଚିଥିଲେ ଏହି ଅଭିଯୋଗକାରୀ। 2 ଅଭିଯୋଗକାରୀ ଯାଇ ପହଞ୍ଚିଥିଲେ ମୀନା ରାୟ ଏବଂ ସାଗର ନାୟକ। ସାଗର ନାୟକଙ୍କୁ ଏତେ ଟଙ୍କା ଆସି ସାଗର ନାୟକ ଦେଖି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଆଉ ମୀନା ରାୟ ମଧ୍ୟ କହିଛନ୍ତି ଯେ ସୁଭଦ୍ରା ଯୋଜନା ନାଁ କହି ଆମ ଆକାଉଣ୍ଟ ଖୋଲିଥିଲେ। କହିଥିଲେ ସୁଭଦ୍ରା ଟଙ୍କା ଆସିବ, କିନ୍ତୁ ଏତେ ଟଙ୍କା ଆସି ଆମେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛୁ। ଏହି ଟଙ୍କା ଆମର ନୁହେଁ, ଏମିତି କହି ଅଭିଯୋଗ କରିଛନ୍ତି। ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ନୋଟିସ୍ ଜାରି କରିଛନ୍ତି। ଏହି ଘଟଣାରେ ଢେଙ୍କାନାଳ ଚନ୍ଦନ ବଜାରଠାରେ ଥିବା
ଫେଡେରାଲ ବ୍ୟାଙ୍କ କର୍ତ୍ତୃପକ୍ଷ ଉଭୟଙ୍କୁ ଏସ୍ସିବି ସାଇବର ସେଲ୍ ଚିଠି ଅନୁଯାୟୀ ନୋଟିସ୍ କରିବା ସହିତ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଏବଂ ଆକାଉଣ୍ଟକୁ ବନ୍ଦ କରିବା ପାଇଁ ମଧ୍ୟ ଜଣାଇଥିଲେ। ମୀନା ଏବଂ ସାଗର ନୋଟିସ୍ ପରେ ଏହି ଘଟଣା ପଦାକୁ ଆସିଥିଲା। ପ୍ରାୟ ଜଣାପଡ଼ିଲା ଯେ 10 ଲକ୍ଷରୁ ଅଧିକ ଟଙ୍କା ଉଠାଯାଇଛି ସେହି ଆକାଉଣ୍ଟରୁ। ତାପରେ ସବୁ ଟଙ୍କାକୁ ବ୍ୟାଙ୍କ ସିଜ୍ କରିଦେଇଛି। ଏଣିକି ସ୍କୁଲରେ ଯୋଗ ପ୍ରାଣାୟାମ ବାଧ୍ୟତାମୂଳକ। ଶିକ୍ଷା ନିର୍ଦ୍ଦେଶାଳୟ ବଡ଼ ନିର୍ଦ୍ଦେଶନାମା। ସ୍କୁଲରେ ପ୍ରାର୍ଥନା ପରେ 10 ମିନିଟ୍ ଯୋଗ କରିବେ ଛାତ୍ରଛାତ୍ରୀ। ଦଣ୍ଡାୟମାନ ଅବସ୍ଥାରେ ହୋଇପାରୁଥିବା ଯୋଗ ଓ ପ୍ରାଣାୟାମ କରିବେ। ଆଉ ଏ ନେଇ ସୂଚନା ମଧ୍ୟ ଦିଆଯାଇଛି। ଗତ ମେ 6 ତାରିଖରେ ବିଭାଗୀୟ ସଚିବ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁସାରେ ସ୍କୁଲରେ ପ୍ରାର୍ଥନା ପରେ 10 ମିନିଟ୍ ଯୋଗ କରିବେ ଛାତ୍ରଛାତ୍ରୀ। କ୍ରୀଡ଼ା ଶିକ୍ଷକମାନେ ଏବେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବେ। ଏନେଇ ମାଧ୍ୟମିକ ଶିକ୍ଷା ବିଭାଗ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଛି। ସରକାର ଦେଉଛନ୍ତି 1500। ଆବେଦନ ପୂର୍ବରୁ ଜାଣି ଦିଅନ୍ତୁ କ'ଣ କରିବେ। ଜନସାଧାରଣଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଛି। ଏଭଳି ସ୍ଥିତିରେ ଏମିତି ଯୋଜନା ପାଉନଥିବା କିଛି ଲୋକ ମଧ୍ୟ ମିଳିଛନ୍ତି। ଲୋକମାନେ ଯୋଜନାର ଲାଭ ମଧ୍ୟ ପାଇପାରୁନାହାନ୍ତି। ସେହିପରି ଆପଣ ଏହି ଭୁଲ କରନ୍ତୁନି। ଏହି ଯୋଜନା ବିଷୟରେ ଜାଣି ନିଅନ୍ତୁ ଏବଂ ଲାଭ ମଧ୍ୟ ଉଠାନ୍ତୁ। ସରକାର କାର୍ଯ୍ୟ କରୁଥିବା ଅନେକ ଯୋଜନାରେ ମହିଳା ପଛୁଆ ବର୍ଗର ଅଗ୍ରାଧିକାର ଦିଆଯାଉଛି। ଏହି ଯୋଜନା ମହିଳାଙ୍କ ପାଇଁ କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନାରେ ସାମିଲ ହେଲେ ମହିଳାଙ୍କୁ ଦୈନିକ ଖର୍ଚ୍ଚ ପାଇଁ କିଛିଟା ସହାୟତା ମିଳିବ ବୋଲି କୁହାଯାଇଛି। ଏହି ଯୋଜନାରେ ପ୍ରତି ମହିଳାଙ୍କୁ ପ୍ରତି ମାସରେ ସରକାର କିଛି ଟଙ୍କା ଯୋଗାଇ ଦେଉଛନ୍ତି। ଆବେଦନ ପ୍ରକ୍ରିୟା ଯୋଗ୍ୟତା ବିଷୟରେ ଜାଣିବାକୁ ଚାହୁଁଛନ୍ତି ଯଦି ଜାଣନ୍ତୁ। ମହିଳାମାନେ ସାମାଜିକ ସୁରକ୍ଷା ଯୋଗାଇ ଦେବା ପାଇଁ ଆତ୍ମନିର୍ଭର କରିବା ପାଇଁ ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଟଙ୍କା ସିଧାସଳଖ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ। ଏହି ଯୋଜନା ମାସିକ 1500 ଟଙ୍କା ମିଳିବ ବୋଲି କୁହାଯାଇଛି। ତେବେ ଏହି ଯୋଜନାର ନାମ ହେଉଛି ଇନ୍ଦିରା ଗାନ୍ଧୀ ସମ୍ମାନ ନିଧି ଯୋଜନା। କେବଳ ଅଫଲାଇନ୍ ମୋଡରେ ଏହି ଯୋଜନାର ଆବେଦନ କରିପାରିବ ମହିଳା। ପ୍ରଥମ 4 ମାସରେ ଏହି ଯୋଜନା ପ୍ରତି ମାସରେ 1500 ଟଙ୍କା ଲେଖାଏଁ ଦିଆଯିବ। ଭାରତ ଭଳି ଏକ କୃଷି ପ୍ରଧାନ ଦେଶରେ ଚାଷୀଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ଚାଷ କରିବା ପାଇଁ ଚାଷୀ ଧାର କରଜ କରିଥାଏ। ଏଣୁ ସରକାର ଚାଷୀଙ୍କୁ କମ୍ ସୁଧରେ ଋଣ ଯୋଗାଇ ଦିଅନ୍ତି। ବିଭିନ୍ନ କାରଣରୁ ଚାଷୀଟିଏ ଏହି ଋଣ ମଧ୍ୟ ଶୁଝି ପାରିନଥାଏ। ଅନେକ ସମୟରେ ବର୍ଷା ଅଭାବରୁ କିମ୍ବା ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଝାଳ ତୁଣ୍ଡରେ ମାରିଥିବା ଫସଲ ନଷ୍ଟ ହୋଇଯାଇଥାଏ। ଏହାପରେ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଚାଷୀ ଏହି କଷ୍ଟକୁ ଦେଖି ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ଚାଷୀଙ୍କ ପାଇଁ ଋଣ ଛାଡ଼ କରିଛନ୍ତି ସରକାର। ଏଥିପାଇଁ କେତେକ ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି। ଏହି ମାନଦଣ୍ଡ ବିଷୟରେ ଜାଣିଲେ ସରକାର ଲାଭ ଉଠାଇ ପାରିବେ ବୋଲି କୁହାଯାଇଛି। ସରକାର ଯାହା ସବୁ କହିଛନ୍ତି ଆପଣ ଜାଣିଲେ ବିଶେଷ କରି ରାଜ୍ୟର ଗରିବ ଚାଷୀଙ୍କ ଲାଭ ଘୋଷଣା ମଧ୍ୟ କରାଯାଇଛି। ଏଥିପାଇଁ ବିଶେଷ ତାଲିକା ମଧ୍ୟ ପ୍ରସ୍ତୁତ କରିଛନ୍ତି। ଏହି ତାଲିକାରେ ଯଦି ଆପଣ ସାମିଲ ନ ହେଉଛନ୍ତି ତାହେଲେ ଆପଣଙ୍କ ଋଣ ଛାଡ଼ ହେବ ନାହିଁ। ତେଣୁ ଋଣ ଛାଡ଼ ଯୋଜନା ଆପଣ ଯାଇ ପଚାରି ପାରିବେ କେମିତି ଋଣ ଛାଡ଼ ହେଉଛି। ଅସୁବିଧାର ସାମ୍ନା ହୋଇଥିଲେ ନିଶ୍ଚିନ୍ତ ତଦାରଖ ହେବ। ତଦାରଖ ପରେ ଋଣ ଛାଡ଼ ହେବ ବୋଲି କୁହାଯାଉଛି।